କାଲି ରାତି ସାରା ଶୋଇନି ଜମା, ନିଦ ମୋତେ ହେଲା ନାହିଁ। କାଲି ରାତି ସାରା ଶୋଇନି ଜମା, ନିଦ ମୋତେ ହେଲା ନାହିଁ। ମା ଲକ୍ଷ୍ମୀ କଥା ଭାବି ଭାବି ସତେ, ମା ଲକ୍ଷ୍ମୀ କଥା ଭାବି ଭାବି ସତେ, ଗୁରୁବାର ଗଲା ହେ। କାଲି ରାତି ସାରା ଶୋଇନି ଜମା, ନିଦ ମୋତେ ହେଲା ନାହିଁ। ନିଦ ମୋତେ ହେଲା ନାହିଁ। ତଥାପି ରାତି ପାଇଲେ ଗୁରୁବାର ହବ, ଖାଲି ରାତି ପାଇଲେ ନୁହଁ। ଏମିତି ବି ବୁଧବାର ଦିନ ଦ୍ୱିପହରଠୁ ଷ୍ଟାର୍ଟ ହେଇଯାଏ ଧୁଆ ପୋଛା ଘରର ପ୍ରତ୍ୟେକ କାମ ମା ଲକ୍ଷ୍ମୀଙ୍କ ପାଇଁ। କିନ୍ତୁ ମା ମାନେ ସବୁବେଳେ ମାଙ୍କୁ ଭଲ ପାଆନ୍ତି। ମୋ ଲକ୍ଷ୍ମୀ ମା ଆସିବେ, ମୋ ଘର ଟିକେ ପୋଛିଦେବି, ମୋ ମାଙ୍କ ପାଇଁ ଫୁଲ ଟିକେ ଆଣିବି, ମୋ ମାକୁ ମାନେ ଯେଉଁ ହଳଦୀ ମେଥିରେ ତାଙ୍କୁ ପଞ୍ଚାମୃତରେ ଶୁଦ୍ଧ ଜଳରେ ତାଙ୍କୁ ସ୍ନାନ କରେଇବି, ତାଙ୍କୁ ମାର୍ଜନା କରେଇବି। ପ୍ରତ୍ୟେକ ମା ମାନେ ସବୁବେଳେ ତତ୍ପର ହେଇ ପଡ଼ନ୍ତି ନାହିଁ। କିନ୍ତୁ ସେଇ ମା ମାନଙ୍କୁ ଆଜିକାଲି ଘରେ ଘରେ ଦେଖୁଛି ସବୁବେଳେ ଟର୍ଚର କରନ୍ତି, ସବୁବେଳେ ଦୁଃଖ ଦିଅନ୍ତି, ଅନ୍ୟାୟରେ ସବୁବେଳେ ଗାଳି ଦିଅନ୍ତି। ଆଉ ସବୁବେଳେ ସେ ସମସ୍ତଙ୍କର ଦେହ ମୁଣ୍ଡ ସବୁ କିଛି ସିଏ ଦାୟିତ୍ୱ ନେଇଥାନ୍ତି। କିନ୍ତୁ ତାଙ୍କର ଯେତେବେଳେ ଦେହ ମୁଣ୍ଡ କଥା ଆସେ ଆପେ ଆପେ ଭଲ ହେଇଯାଇଥାଏ। କାହିଁକି ନା ସେମାନଙ୍କର ଯେଉଁ କଟାକ୍ଷ ଚାହାଣୀ, କଟାକ୍ଷ ଭାଷା, ଯେଉଁ ଆଦର ନଥିବା ଭୋଜନ, ଶ୍ରଦ୍ଧା ନଥିବା ଭୋଜନ, ଠିକ୍ ସେମିତି ତାଙ୍କର ସ୍ନେହ ମମତା ନଥିବ, ଭଲ ପାଇବା ନଥିବ, ତାଙ୍କୁ ଅନେଇଲେ ବି ଲାଭ କ'ଣ? ତେଣୁକରି ଆପେ ଆପେ ଆମର ସବୁ ଜିନିଷ ଭଲ ହେଇଯାଇଥାଏ। ରୋଗ କତୁରୁ ଆରମ୍ଭ କରି ଏମିତି ବି ଭୋଗ କରୁଥିଲେ ବି ଖାଇବାକୁ ନଥିବ, ଯଦି ସରିଯାଇଥିବ ଆପେ ଆପେ ଭୋକ ମେଣ୍ଟି ଯାଇଥାଏ। କାହିଁକି ନା ସେତେବେଳେ ମା ଲକ୍ଷ୍ମୀ ଆମମାନଙ୍କୁ ବା ନାରୀମାନଙ୍କୁ କୃପା କରିଥାନ୍ତି। କାରଣ ବୁଧବାର ଦ୍ୱିପହରୁ ଉଠି ନାରୀମାନେ ତାଙ୍କ କର୍ମ କରିଥାନ୍ତି। ସେଥିଲାଗି ମା ଲକ୍ଷ୍ମୀ କହନ୍ତି, ଆରେ କିଏ ଯେତେ ଦୁଃଖ ଦେଉଛି ଦଉ, ମୁଁ ତ ତୋର ପୂଜାରେ ଶାନ୍ତି ନା। ତୁ ମୋ ପାଇଁ କଷ୍ଟ କରିଛୁ, ତୁ ମୋ ପାଇଁ 2 ମିନିଟ୍ ମୋତେ ସମୟ ଦେଇଛୁ, ମୁଁ ତୋ ପାଇଁ ସମୟ ଦେବିନି? ତେଣୁକରି ସବୁବେଳେ ଯେତେବେଳେ ଆମର ଶରୀର କଥା ଆସେ ସେତେବେଳେ କାହାକୁ ବ୍ୟସ୍ତ ଲାଗେନି, କାହା ଆଖିକି ଦେଖାଯାଏନି। ଆଉ ଏମିତି ବି ଅତି ଆପଣାର ଆମେ ଯାହାକୁ ଭାବିଥାଉ ସେ ବି ସମୟ ଆସିଲେ ସମ୍ପର୍କ ତୁଟେଇ ଦେଇଥାନ୍ତି। ପାନରୁ ଚୂନ ଖସିଲେ ସିଏ ବି ଚାହିଁନଥାନ୍ତି। ଯେତେବେଳେ ଅଭାବଟିଏ ପଡ଼ିଥାଏ ସେତେବେଳେ ସ୍ୱାମୀଟିଏ ସବୁବେଳେ କହିଥାଏ, ଯଦି ସ୍ତ୍ରୀଟିଏ ସାଥ ଦେବ ତାହେଲେ ଗୋଟେ ସ୍ୱାମୀ ଆଗକୁ ଯାଇପାରିବ। ଆଉ ଯଦି ଗୋଟେ ସ୍ତ୍ରୀଟିଏ ଭଲ ହେଇଥିବ, ଦୁଃଖ ସୁଖ ସହୁଥିବ, ତା ସ୍ୱାମୀ ସହିତ ହାତ ମିଳେଇ ହାତ ଚାଲୁଥିବ, ସେ ସ୍ୱାମୀ ନିଶ୍ଚିତ ଡେଭଲପମେଣ୍ଟ କରିବ। କିନ୍ତୁ ଯେତେବେଳେ ପର ମୁହୂର୍ତ୍ତରେ ସେ ସ୍ୱାମୀ ଟିକେ ଭଲ ଚଳେ, ଖୁସିରେ ରହେ, ତାର ଅଭାବ ଦୂର ହେଇଯାଇଥାଏ, ଦୁଃଖ ସିଏ ଭୁଲି ଯାଇଥାଏ, ସେତେବେଳେ ଗୋଟିଏ ଗୋଟିଏ ଅଛନ୍ତି, ସମସ୍ତଙ୍କ କଥା କହୁନି, ପ୍ରଥମ ନିଜ ସ୍ତ୍ରୀକି ହିଁ ଟର୍ଚର କରିଥାନ୍ତି, ଭୁଲି ଯାଇଥାନ୍ତି ସେ ସମୟ କଥା। କାହିଁକି ଏମିତି କରନ୍ତି? ଆଜି ଗୁରୁବାରେ ସମସ୍ତଙ୍କୁ କହୁଛି, ଆମେ ଯେତେ କର୍ତ୍ତବ୍ୟ କରୁଛୁ ସେ ତ ଠିକ୍। ଆମେ ଭଗବାନ ଆମକୁ ନାରୀଟିଏ କରି ଜନ୍ମ ଦେଇଛନ୍ତି, ଆମେ କର୍ତ୍ତବ୍ୟ କରିବୁ। କାରଣ ଆମମାନଙ୍କୁ କିଏ ପଚାରୁ ବା ନ ପଚାରୁ, ସ୍ନେହ ଦଉ ବା ନ ଦଉ, କିଛି ଫରକ ପଡ଼ିବନି। କାରଣ ଆମେ ଜନ୍ମ ହେଇଛୁ, ଭଗବାନ ଆମକୁ ସୃଷ୍ଟି କରିଛନ୍ତି, ଭାବି ଚିନ୍ତି ସୃଷ୍ଟି କରିଛନ୍ତି, ଭାବି ଚିନ୍ତିକିରି ଜନ୍ମ ଦେଇଛନ୍ତି, ଏତେ ଶକ୍ତି ଦେଇଛନ୍ତି ସହିବାକୁ ଯେ ଏତେ ତୋ ଜୀବନରେ ପଥର ଆସିବ, ତୁ ତାକୁ ପଥର ମାଡ଼ ସହିବୁ। ଏତେ ତୋ ପାଖରେ ଢେଉ ଆସିବ, ସେଥିରେ ବି ତୁ ନଇଁ ପଡ଼ିବୁ। ବହୁତ ଶକ୍ତି ଦେଇଛନ୍ତି ନାରୀମାନଙ୍କୁ। ତେଣୁକରି ସବୁ ନାରୀ ସମାନ ନୁହନ୍ତି କି ସବୁ ପୁରୁଷ ସମାନ ନୁହନ୍ତି। ତଥାପି କହିବି, ଯେତେବେଳେ ନାରୀମାନଙ୍କୁ ଯେଉଁମାନେ ଅନ୍ୟାୟରେ ଟର୍ଚର କରୁଛନ୍ତି ଟିକେ ସୁଧୁରି ଯାଅ। କାରଣ ଭୟ ରଖ, ମା ଲକ୍ଷ୍ମୀ ଆପଣଙ୍କ କଥା ସବୁ ଦେଖୁଛନ୍ତି। ଆଉ ସମୟ ଆସିବ ଆପଣଙ୍କର କଥା ମା ଲକ୍ଷ୍ମୀ ନିଜ ହାତରେ ନିଜ କଲମରେ ଲେଖି ଚାଲିଛନ୍ତି। କାରଣ ସେ ସ୍ୟାଇଟା ଏତେ ଗାଢ଼ା ଯେ କସ୍ମିନ କାଳେ ଆପଣ ଯେତେ ଚାହିଁଲେ ବି ଢାଳିଲେ ବି ପାଣି ଲିଭେଇବନି। କାରଣ ଯେମିତି ଗୋଟିଏ ମଣିଷର ହୃଦୟରେ ଚୋଟ ବାଜିଲେ ହୃଦୟରେ ଛପି ଯାଇଥାଏ, ସେମିତି ଭଲ ପାଇବାର ମୂଲ୍ୟ ଯେଉଁମାନେ ବୁଝି ପାରନ୍ତିନି ସେଇମାନଙ୍କ ପାଇଁ ମା ଲକ୍ଷ୍ମୀ ନିଜ ହାତରେ ନିଜ ଡଟ୍ରେ ନିଜ କାଳିରେ ଏମିତି ଲେଖି ଦେଇଥାନ୍ତି, ଶେଷ ମୁହୂର୍ତ୍ତ ପାଇଁ ସେ କେବେ ବି ଲିଭେନା। ଆଉ ଶାସ୍ତି ପାଇବା ସୁନିଶ୍ଚିତ। କାରଣ
ମା ସବୁ ସହନ୍ତି, ଗର୍ବ ସହନ୍ତିନି। ଜୟ ମା ଲକ୍ଷ୍ମୀ। ସମସ୍ତେ ଭଲରେ ରହନ୍ତୁ।